କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ତଦନ୍ତ ଆରମ୍ଭ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସଦର ମହକୁମା ଢେପାଗୁଡ଼ା ଗ୍ରାମ ନିକଟସ୍ଥ ଏକ କେନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ ଢେପାଗୁଡ଼ା ଗ୍ରାମର ଦୟା ହୋଇକାଙ୍କ ସ୍ତ୍ରୀ ଚିନାମା ହୋଇକା, ଯାହାଙ୍କର ବୟସ 45 ବର୍ଷ। ସକାଳେ ଗ୍ରାମର ଲୋଚନ ମାଣ୍ଡିଙ୍ଗା କେନାଲରେ ମୃତଦେହ ଭାସୁଥିବାର ଦେଖି ଅନ୍ୟ ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ଗ୍ରାମବାସୀଙ୍କ ସହଯୋଗରେ ମୃତଦେହକୁ କେନାଲରୁ ଉଦ୍ଧାର କରାଯାଇଥିଲା। ମୃତକଙ୍କ ଝିଅ କହିବା ଅନୁସାରେ ଚିନାମା ସକାଳେ ବଜାରକୁ ଯାଇ ଫେରୁଥିବା ସମୟରେ ଏହି ଘଟଣା ଘଟିଥିବାର ସନ୍ଦେହ କରାଯାଉଛି। ଅନ୍ୟ ପକ୍ଷରେ ମୃତକଙ୍କ ସ୍ୱାମୀ ଦୟା ହୋଇକା ଓ ପୁଅ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିବାର ସୂଚନା ମିଳିଛି। ପୁଲିସ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି। କୋରାପୁଟ ଲକ୍ଷ୍ମୀପୁରରୁ ଯାଦବ ବାଘଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।